ନା ବିଦ୍ୟୁତ ପଳା ସାଥି ମୋ ପୁଅ ମୁଁ ଯାଇଥିଲି ପୁରୀ ମୋ 3 ଦିନ ତଳେ ଯାଇଥିଲି କାଲି ଫେରିନି ପୁରୀରୁ ଘରକୁ ଫେରି ନାଇଁ ଝିଅ ଘର ଥିଲି ବର୍ଷା ହଉଥିଲା 7ଟା ଖଣ୍ଡ ବେଳେ ମୋ ଦେହ ସକାଳୁ ଖରାପ ହେଇଗଲା ରାତିରୁ ମୁଁ ଡାକ୍ତରଖାନାର ଥିଲି ମୋ କତିକି ଫୋନ ବାର ଖାଇବାକୁ ତା ମାମୁଁ ଘର ପଠେଇବା ପାଇଁ ଫୋନ କଲେ ଯେତେବେଳେ ମୁଁ ବାର ଫୋନ କଲି କେ ଶୁଣିଲେ ତା ଭଉଣୀ ଭିଣେଇ ସମସ୍ତେ ଫୋନ କରିଛୁ ଆଜ୍ଞା ନା ମୁଁ ଜାଣିନଥିଲି ମୋ ଭାଇକି ଫୋନ କଲି ତୁ କବାଟ ଖୋଲିକି ଦେଖ ମୁଁ ଡାକ୍ତର କତିରୁ ଯାଉଛି କବାଟ ଖୋଲିକି ଦେଖିଲା ବେଳକୁ ଆଉ ନାଇଁଲୋ ବାବା ନାଲୋ ବାବା ମୋ କତିରୁ 300 ଟଙ୍କା ନେଲା ମତେ ବାରିକପୁର ଛାଡ଼ିଲା ସକାଳୁ ଆଜି 7ଟା କେତେ ମିନିଟରେ ଫୋନ କଲା ମମି ପଳେଇଆଲୋ ଭାଇ ଯଦି ତା ଭିଣେଇ ଯଦି ଟାଇମ୍ ପାଉନେଇ ପ୍ଲାଣ୍ଟକୁ ଯିବ ତୁ ଅଟୋ ରିଜର୍ଭ କରିକି ପଳେଇଆଲୋ ବାବା ନା ମୁଁ ନାଲୋ ବାବା ଲୋ ନା କ'ଣ ସନ୍ଦେହ କରିମି ଲୋ ବାବା ମୁଁ କିଛି ଜାଣିପାରୁନି ଲୋ ବାବା ଲୋ ମମି କି ମମି ଲୋ ଅଟୋ ରିଜର୍ଭ କରିକି ପଳେଇଆ ମମି କହିଲା ବାପାରେ ମୋତେ ଜୋର ବାନ୍ତି ହେଉଛି ବର୍ଷା ଟିକେ କମିଯାଉ ମାନ୍ଦି ପାଣି କହିଲେ ଛାଡ଼ିଦେବ ମୁଁ 10ଟା ବେଳେ ମୋତେ ମୋ ମାଉସୀ ଫୋନ୍ କଲା କହିଲା ତାକୁ କହ ବର୍ଷା ହେଉଛି ପଳେଇ ଆସିବ ଏଇଠି ଖାଇବ ପିଇବ ଆଉ ଦେଇ ଆସିନେ ଯିବ ମୁଁ କହିଲି ହଉ ତାହେଲେ ତାକୁ ଫୋନ୍ କରେ ମୁଁ ପୂଜା କରୁଥିଲି ତାକୁ ଫୋନ୍ ଲଗେଇବା ଷ୍ଟାର୍ଟ କଲି ମୋ ଫୋନ୍ ଉଠାଇଲାନି ତାପରେ ମମି ଫୋନ୍ କଲି କିଛି ସମୟ ପରେ ତାପରେ ଆମ ଘରେ ଆମର ଗୋଟେ ନଣନ୍ଦଟେ ଅଛି ତା ଫୋନ୍ କାଳେ ଫୋନ୍ କରିନି ଉଠେଇବ ରାଗିଛି କାଳେ ମମି ଆସିନାହିଁ ରାଗିଛି କାଳେ ହେଲା ଏହା ଭାବିକି ମୁଁ ବବିତା ଫୋନ୍କୁ ଫୋନ୍ କଲି ଫୋନ୍ କଲାବେଳକୁ ଉଠେଇଲାନି ବାରମ୍ବାର ମୁଁ କଲ୍ କରି ଚାଲିଥାଏ ସେ ଉଠଉନଥାଏ ତାଙ୍କ ଘରକୁ ଫୋନ୍ କଲି ମୁଁ କହିଲି ଦେଖୁନା ବାପନ ଶୋଇ ପଡ଼େ ଆଉ ବହୁତ ବେଳେ ଯାଏ ଶୁଏ ମୁଁ ଦୋକାନ ଯାଇନି ବର୍ଷା ପାଗ ହେଇଛି ଶୋଇ ପଡ଼ୁଥିବ ବୋଧେ ତାଙ୍କ ଭାଇକି ଫୋନ୍ କରି କହିନି ମୁଁ ଯାଉନା ଟିକେ ବଡ଼ ପାଟିରେ ଡାକିବ ସେ ଆସିକି କଲିଂ ବେଲ୍ ମାରିଛନ୍ତି ଶୁଣିଲାନି ମୋତେ କହିଲା ମୁଁ ସଞ୍ଜ ବେଳକୁ ନା ଦୋକାନ ପଳେଇଛି ନା କ'ଣ ମୁଁ ସଞ୍ଜ ବେଳକୁ କଥା କରେଇଦେମି ମୁଁ ସେଠୁ ଧନ ଆମକୁ ଫୋନ୍ କନି ମୁଁ ଧନ ଆମ ସେ କାହିଁକି ହେଉଛି ଆସି ଫୋନ୍ ଉଠଉ ନାହିଁ ଆଉ ଟିକେ ଯାଆନି ତୁ ଆସିଲା ଧନ ଆସିକି ଦେଖିଲା ବେଳକୁ ଭିତର ପଟରୁ କବାଟ ଦିଆହେଇଛି କହିଲା ମା ନ ଅଛିଲ ସେ ଭିତରେ ସେ ରୁଗୁଣାଟେ ତା ଦେହ ପା ବେଳେ ଖରାପ ହୁଏ ମୁଁ ଭାବିନି ଗୋଟେ ତା ଦେହ ପା କିଛି ହେଇଛି ମୁଣ୍ଡ ହେଇଛି କି ଜ୍ୱର ଫର ହେଇଛି କି ତାକୁ ଶୋଇ ପଡ଼ିଛି ମୋ ଧନ ତ ଚାବି ଭାଙ୍ଗିକି ଭିତରକୁ ପଶିଛା ସେଠୁ ସେ ହାଟକୁ ଯାଇକି ଚାବି ଆଣିକି ମୋତେ ମୁଁ ମମିକି ଡାକ୍ତର ଦେଖେଇକି ବାହାରି ଆସିଲା ବେଳକୁ ମୋତେ କହୁଛି ଆଉ ବାପନ ନାହିଁ ବାପନ ନାହିଁ ଫାଷ୍ଟ